সৌবর্ণাসন সচিতাং প্রণয়নাং পিতাং শুক্লাসনীং হেমাভাঙ্গরুচিং শশাঙ্ক মুকুটাং সচ্চম্পাকুতরং হস্তির্বজ্রপাশমধ্বরসরাং সম্বিভ্রতি ভূষণী ব্যাপ্তাঙ্গিং বগলামুখীং ত্রিজগতাং সত্ত্বমিনীং চিন্তয়ি। জগজ্জননী মা বগলামুখী, মঙ্গল মহাগ্রহ দেবতা, জগন্নাথ বলভদ্র সুভদ্রা, সুদর্শনী চতুর্ধামূর্তি দেবতা, লক্ষ্মীনারাୟଣ, ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି, ଯେଉଁମାନେ ଆଜିର ଏ ଆଷ୍ଟ ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି, ଶୁଣୁଛନ୍ତି, ସେମାନଙ୍କର ପାଇଁ ଆଜିର ଦିନଟି ସୁଖ, ସମୃଦ୍ଧି, ମାନସିକ ପାରିବାରିକ ଶାନ୍ତି ଏବଂ ଆତ୍ମସନ୍ତୋଷର ଦିନ ହେଉ, ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ନଭେମ୍ବର ମାସ 26 ତାରିଖ 2024 ମସିହା, ବିଛା 11 ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ ଏକାଦଶୀ, ମଙ୍ଗଳବାର। ଏକାଦଶୀ ରାତ୍ରି 3ଟା 48 ପର୍ଯ୍ୟନ୍ତ ଏବଂ ଏହାପରେ ଦ୍ୱାଦଶୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ହସ୍ତା, କନ୍ୟା। ହସ୍ତା ନକ୍ଷତ୍ର ରାତ୍ରି 4ଟା 34 ପର୍ଯ୍ୟନ୍ତ ରହିବେ ଏବଂ ଏହାପରେ ଚିତ୍ରା ନକ୍ଷତ୍ର ଭୋଗ ହେବେ। ଚନ୍ଦ୍ର କନ୍ୟା ରାଶିରେ ଅହରାତ୍ର 60 ଦଣ୍ଡ ଭୋଗ କରିବେ। ଏକାଦଶୀ ତିଥି ଯୋଗୁଁ ଶିମ୍ବ ଖାଇବା ମନା, ଖାଇଲେ ମହାପାପ। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଷଷ୍ଠ ଚନ୍ଦ୍ର, ମଙ୍ଗଳବାର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ ଓ ଅବସାଦରୁ ସାମୟିକ ମୁକ୍ତି ମିଳିବ। ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ। ପରୋପକାର, ସମାଜ ସେବା ଏବଂ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ କର୍ମସ୍ଥାନର ସମସ୍ତ ବାଧା, ବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଗେରୁଆ, ସଂଖ୍ୟା 11, ଆରାଧନା ପ୍ରଭୁ ହନୁମାନ। ବୃଷ ରାଶି ପଞ୍ଚମ ଚନ୍ଦ୍ର ଓ ଘାତ ନକ୍ଷତ୍ର ଯୋଗୁଁ, ପଞ୍ଚମ ଚନ୍ଦ୍ର ବୃଷ ରାଶି ଘାତ ଚନ୍ଦ୍ର ଯୋଗୁଁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନମାଳିନ୍ୟ ଏବଂ ଇତର ଜନଠାରୁ ଅପମାନ ପାଇବେ। ସନ୍ତାନମାନଙ୍କର ଶିକ୍ଷା, ଦୀକ୍ଷା, ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ଓ କର୍ମକୁ ନେଇ ଚିନ୍ତିତ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇପାରେ। ବିଦ୍ୟା, ବୁଦ୍ଧି, ଜ୍ଞାନ, ଗାରିମା, ପ୍ରତ୍ୟୁତ୍ପନ୍ନବତୀ, ଦୂରଦୃଷ୍ଟି, ଧୀ ଶକ୍ତି, ସ୍ମରଣ ଶକ୍ତି ଲୋପ ପାଇବ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ। କର୍ମରେ ବିଫଳତା ଓ ସହକର୍ମୀଙ୍କର ଉପହାସର ପାତ୍ର ହେବେ। ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ସିଲଭର, ସଂଖ୍ୟା 2, ଆରାଧନା ମା କମଳା। ମିଥୁନ ରାଶି ଚତୁର୍ଥ ଚନ୍ଦ୍ର ଯୋଗୁଁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କର ଶୁଭଦୃଷ୍ଟିରେ ରହିବେ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ବନ୍ଧୁ ବାନ୍ଧବ, ସହକର୍ମୀ, ସହଯୋଗୀଙ୍କର ସାହାଯ୍ୟ ସହଯୋଗ ମିଳିବ। ଧନ ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ। ମୂଲ୍ୟବାନ ଧାତୁ, ବସନ ଭୂଷଣ, ଭୂମି ଓ ଯାନବାହନ କ୍ରୟ କରିବେ।
କୌଣସି ମାଙ୍ଗଳିକ କର୍ମରେ ଯୋଗ ଦେବେ ପରିବାର ସହ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ପଦସ୍ଥ ଅଧିକାରୀଙ୍କର ଶୁଭ ଦୃଷ୍ଟିରେ ରହିବେ। ଯେଉଁମାନଙ୍କର ମୃଗଶିରା ଓ ଆର୍ଦ୍ରା ମିଥୁନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ମେରୁନ୍, ସଂଖ୍ୟା 4, ଆରାଧନା ମା ତ୍ରିପୁର ସୁନ୍ଦରୀ। କର୍କଟ ରାଶି, ତୃତୀୟ ଚନ୍ଦ୍ର, ମଙ୍ଗଳ ବାର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉତ୍ସାହ ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି ଏବଂ ସ୍ୱଜନ ପରିଜନଙ୍କ ସହ ସୁସମ୍ପର୍କ, ପଡ଼ୋଶୀଙ୍କ ସହ ମଧୁର ସମ୍ପର୍କ ଏବଂ ଭାଇ ଭଉଣୀଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ସୁଖବର ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ମାର୍ଜିତ ଓ ସର୍ବଦା ଆଦୃତ ହେବ। ସମସ୍ତ ଆଶା ଆକାଂକ୍ଷା ଅଭିଳାଷ ପୂର୍ଣ୍ଣ ହେବ ଏବଂ ସୁଖାଦ୍ୟ ସୁବଚନ ପ୍ରାପ୍ତି ହେବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କର୍ମ ତତ୍ପରତା, କାର୍ଯ୍ୟ ଦକ୍ଷତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 1, ଆରାଧନା ଭଗବାନ ଶିବ। ସିଂହ ରାଶି, ଦ୍ୱିତୀୟ ଚନ୍ଦ୍ର ଏବଂ କୃଷ୍ଣପକ୍ଷ ଯୋଗୁଁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଧନକୁ ନେଇ ବିବାଦ ଓ ମାରି ମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ପୂର୍ବା ଫାଲ୍ଗୁନୀ ସିଂହ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 3, ଆରାଧନା ମା ମାତଙ୍ଗୀ। କନ୍ୟା ରାଶି, ଶ୍ରୀଚନ୍ଦ୍ର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ ମାନ ସମ୍ମାନ, ଲକ୍ଷ୍ମୀଙ୍କର କୃପା, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି ଏବଂ ସୁଖାଦ୍ୟ ସୁବଚନ ପ୍ରାପ୍ତି ହେବ। ପୁତ୍ର କନ୍ୟା ସନ୍ତାନ, ପୁତ୍ର କନ୍ୟା ଭାଇ ଭଉଣୀଙ୍କ ବୈବାହିକ କର୍ମରେ ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭବ ହେବ। ଆମୋଦ ପ୍ରମୋଦ ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ପ୍ରତି ଅଧିକ ଯତ୍ନଶୀଳ ହେବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ରହିବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର ସମୟାନୁବର୍ତ୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା କନ୍ୟା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 4, ଆରାଧନା ଭଗବାନ ବିଷ୍ଣୁ। ତୁଳା ରାଶି, ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଅଯଥା ଖର୍ଚ୍ଚ, ବଦ ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର କମ୍ ରହିବ। ଖର୍ଚ୍ଚ ପ୍ରତି ଅନାଗ୍ରହ ଏବଂ ସଞ୍ଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ କୁସଙ୍ଗ ପରିତ୍ୟାଗ କରି ସତ୍ସଙ୍ଗ କରିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ। ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ବିଭିନ୍ନ ଉତ୍ସରୁ ଧନ ପ୍ରାପ୍ତି ହେବ। କର୍ମରେ ସଫଳତା ଏବଂ ସମସ୍ତ କଷ୍ଟସାଧ୍ୟ କାମ, ଅଟକିଥିବା କାମ, ବନ୍ଦ ହୋଇଥିବା କାମ ସଫଳତାର ସହ ସମ୍ପାଦନ କରିବେ। ଯେଉଁମାନଙ୍କର ଚିତ୍ରା ଓ ସ୍ୱାତି ତୁଳା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 2, ଆରାଧନା ମା ସମଲେଶ୍ୱରୀ। ବିଛା ରାଶି, ଏକାଦଶ ଚନ୍ଦ୍ର, ମଙ୍ଗଳବାର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ
समस्त आशा आकांक्षा अभिलाष पूर्ण हेब एवं समस्त इच्छित पदार्थ हाथ पांतर उपलब्ध हेब। आकस्मिक धन लाभ कौन विशेष सूत्र धन प्राप्ति एवं अन्य को देइथिबा धन बकेया धन कृत धन फेरी पाइबे। धन संपद प्राचुर्य प्रतिपत्ति वृद्धि पाइब एवं धनर सत् विनियोग करिवे। वाणिज्य व्यवसाय और परिवहन में आय अति उत्तम हेब एवं कर्म सफलता और कर्मस्थान समस्त सुविधा सुजोग हासिल करेंगे। जो मानकर अनुराधा इच्छा से उपकृत हेबे। शुभ रंग लाल, संख्या 3, आराधना माँ बगलामुखी। धनु राशि दशम चंद्र मंगलवार और चंद्रग्रहण क्षेत्र भोग हो कर्म प्रति एकाग्रता और आंतरिकता अधिक एवं भाग्य अपेक्षा कर्म अधिक विश्वास आज जेकोसी कर्म आरंभ करेंगे से 100% सफलता पाइबे एवं समस्त कष्टसाध्य काम आज आपण सहज हेब। मनरे सत् चिंता सद्भावना प्रकाश पाइब एवं सत्कर्म अधिक आग्रह रहिब। वाणिज्य व्यवसाय और परिवहन में आय जहाँ हेले मध्य मनरे आत्मसंतोष और आत्मतृप्ति रहिब। जो मानकर मूला और उत्तराषाढ़ा धनु से उपकृत हेबे। शुभ रंग हलदिया, संख्या 5, आराधना प्रभु श्री जगन्नाथ। मकर राशि घात 12 और कृष्ण पक्षर नवम चंद्र जो मान सम्मान हानि मानसिक दुश्चिंता परिवार रे मनमालिन्य एवं इतर जन ठारू अपमान पाइबे। मन अस्थिर विषादग्रस्त चापग्रस्त रहिब एवं परिवार रे अशांतिर वातावरण रहिब। उन्नतिमूलक कर्म रे प्रतिबंधक एवं धार्मिक कर्म रे विघ्न देखादेव एवं परिवार वयोज्येष्ठ व्यक्ति स्वास्थ्यगत समस्या देखादेव। वाणिज्य व्यवसाय और परिवहन में मांदावस्था लगी रहिब। कर्म रे विफलता और सहकर्मी उपहास पात्र हेबे। जो मानकर श्रवण मकर से सतर्कता अवलंबन करेंगे। शुभ रंग माटिया, संख्या 6, आराधना माँ दुर्गा। कुंभ राशि अष्टम चंद्र एकादशी तिथि एवं मंगलवार जो वाद विवाद स्वास्थ्य आर्थिक कारोबार एवं जानवाहन आरोहण काल में सतर्कता अवलंबन करेंगे। मनरे अस्थिरता परिवार में मनमालिन्य एवं चाली चलन व्यवहार कथबार्ता एवं समस्त कर्म विवादीय हेब। मनरे विरक्ति भाव और चिड़चिड़ापन प्रकाश पाइब एवं समस्त कर्म भूल निष्पत्ति ने निश्चितता को परित्याग करी अनिश्चितता पछरे पश्चात धावन करेंगे एवं बिना कारण रे बहुत व्यस्त रहिबे। वाणिज्य व्यवसाय और परिवहन में क्षति देखादेव। कर्म रे विफलता एवं समस्त कर्म रे अଯଥା विलंब देखादेव। जो मानकर पूर्व भाद्र कुंभ से सतर्कता अवलंबन करेंगे। शुभ रंग बैगणी, संख्या 6, आराधना जगज्जननी माँ काली। शेष राशि मीन राशि। मीन राशि सप्तम चंद्र मंगल 12 एवं चंद्रग्रहण क्षेत्र भोग होतबारु मनरे प्रसन्नता दाम्पत्य जीवन में मधुरता एवं परिचित महिला साहाय्य सहयोग धन मिल। पुत्र कन्या संतान संतति एवं भातृभगिनी वैवाहिक कर्म आयोजन करेंगे किंबा परिवार सह कौन मांगलिक कर्म योगदान करेंगे। मूल्यवान धातु बसन भूषण शौखीन घर उपकरण क्रय करेंगे। वाणिज्य व्यवसाय और परिवहन में आय अति उत्तम हेब। कर्म आशा ठारू अधिक सफलता और महिला सहकर्मी साहाय्य सहयोग प्राप्त करेंगे। जो मानकर उत्तर भाद्र मीन से उपकृत हेबे। शुभ रंग लाल, संख्या 5, आराधना जगज्जननी माँ तारा। ये था 12 राशि आज राशिफल। समस्त राशि व्यक्ति माने दिनटी शुभ होगापाई उक्त मंत्रटी ऋष्यादि करी पाठ करंतु।
अस्त्री मंगल महामंत्र विरूपाक्ष ऋषि अनुष्टुप छंद अद्य दिवस दिवसाधिपति मंगल देवता सुप्रीत मंगल देवता मंत्र 178 संख्यक मंत्र जपे विनियोग ये थे पढ़े ऋष्यादि एवं मंत्रटी है भूम श्री मंगलाय नमः ये मंत्र के सकाल 108 और संध्या 108 पाठ करूँ निश्चित भाव में दिनटी आपण मंगलमय हे। आज तो समय सरी जाइए आसंता काली देखा ठीक यही समय विदाय दिंतु। जय जगन्नाथ।